କଥା ହଉଛି ଦାରା ସିଂ ଆଉ ଇଭିନ ମହେନ୍ଦ୍ର ତାଙ୍କର ମହେନ୍ଦ୍ର ଆସୁଛନ୍ତି, ଦାରା ସିଂ ତ ନିଶ୍ଚୟ ବାହାରିବେ, କାରଣ ରାଜ୍ୟ ସରକାର ତାଙ୍କର ଯୋଉ କଥା ଦରକାର ରିମିଶନ ପାଇଁ ଯାହା ଯାହା ଦରକାର ତାର ସମସ୍ତ କାର୍ଯ୍ୟ ପ୍ରାୟ ସାରିଛନ୍ତି ଏବଂ ଏଇଟା ଅନୁମତି ଦେବାର କିଛି ସପ୍ତାହ ଭିତରେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ଏତେ କିଛି ଅସୁବିଧା ନାହିଁ। କିନ୍ତୁ ମୁଁ କଥା କହୁଛି ଯେ ସେମାନେ ବାହାରିଲା ପରେ ଏପରି କିଛି କାର୍ଯ୍ୟ କରିବା ଉଚିତ ନୁହଁ ଯୋଉଟା କି ଲୋକମାନ ମନ ଭିତରେ ପୁଣି ମନେ ପକେଇଦବ ଯେ ଏଭଳି ସେମାନେ ଗୋଟେ ଜଘନ୍ୟ ଅପରାଧ କରିଥିଲେ ବୋଲି। ଯେମିତି ମୁଁ କହୁଛି, ଯେମିତି ଗୁଜରାଟ ଘଟଣାରେ ଗୋଟେ it's a case of absolute rape and ଯୋଉଗୁଡା ଜଘନ୍ୟ ଅପରାଧ ମର୍ଡର ସବୁ ଥିଲା ଏବଂ ସେଥିରେ ସେ ରିମିଶନ ପାଇଲା ପରେ ସେ ଯୋଉ କାର୍ଯ୍ୟ କଲେ ସେଟା ପୁଣି ଲୋକଙ୍କୁ ଗଲେ ଏଭଳିଆ ଲୋକଙ୍କୁ କେମିତି ରିମିଶନ ଦିଆହଉଛି ଲୋକ, ତେଣୁ ସେଭଳିଆ ଲୋକ ଯେମିତି ନ ହୁଏ ଏଥିରେ ଆଇନ ଅନୁସାରେ ଯେ ପାଇଛନ୍ତି, ନିୟମ ଅଛି ଜେଲ ରିମିଶନ ପାଇଁ, ଏ ନିୟମ ଅଛି, ଓଡିଶାରେ ମଧ୍ୟ ଅଛି, ଲୋକ ରିମିଶନ ପାଉଛନ୍ତି ପ୍ରତିବର୍ଷ ସ୍ୱାଧୀନତା ଦିବସରେ, ରିପବ୍ଲିକ ଡେ ରେ, ଅନ୍ୟାନ୍ୟ ଗାନ୍ଧୀ ଜୟନ୍ତୀରେ ଏ ରିମିଶନ ଦିଆଯାଏ ଯୋଉମାନେ ସବୁ ବର୍ଷ ଆଜୀବନ କାରାଦଣ୍ଡ ଥାଆନ୍ତି ତାଙ୍କୁ ରିମିଶନ ହୁଏ ବା ଅଧିକ ବର୍ଷ କମାଯାଏ, ଏସବୁ ଥାଏ। କିନ୍ତୁ ଆମେ ଏପରି କିଛି କରିବା ନାହିଁ, ଯୋଉ ଅପରାଧଟା ହେଇଛି ସେଟା ଗୋଟେ ଜଘନ୍ୟ ଅପରାଧ, ଆପଣ ସେଟାକୁ କୌଣସି ପ୍ରକାର କ୍ଷମା କରିପାରିବେନି ନା। ଯିଏ ବି ହେଲେ ଯାହା ବିରୁଦ୍ଧରେ ମଧ୍ୟ ଏପରି ଅପରାଧ ଯାହା ବିରୁଦ୍ଧରେ ମଧ୍ୟ, ଦୁଇଟା ଛୋଟ ଶିଶୁ ନା, ଦୁଇଟା ଛୋଟ ଶିଶୁଙ୍କୁ ମାରିଦେବା ଗୋଟେ ଅତ୍ୟନ୍ତ ଜଘନ୍ୟ ଅପରାଧ, ଯିଏ ହବ ଯୋଉ ଧର୍ମରୁ ହୁଅନ୍ତୁ। ରବାବୁ, ବର୍ତ୍ତମାନ ସମୟରେ ଯେହେତୁ ଭାରତୀୟ ଜନତା ପାର୍ଟିର ସରକାର ଅଛି ଆଉ ଯେହେତୁ ସେମାନେ 25 ବର୍ଷ ଜେଲରେ ରହି ସାରିଲେଣି, ଆପଣ ଭାବୁଛନ୍ତି ସେମାନେ ଅନୁତାପ କରି ଘରେ ରହିଯିବେ ବୋଲି? ଆଉ କଣ ଘରେ ରହିବା ନାହିଁ, ମୋର କଥା ହଉଛି ସେମାନେ ଯୋଉଥିପାଇଁ ସବୁ କାମ କରନ୍ତୁ, ଏପରି ଆଚରଣ କରିବେ ନାହିଁ ଯୋଉଥିରେ ଲୋକ ଭାବିବେ ସେ ଯୋଉ କାର୍ଯ୍ୟ କରିଛନ୍ତି ଜଘନ୍ୟ କାର୍ଯ୍ୟ, ସେଥିପାଇଁ ସେ ଗର୍ବିତ, ଏଇଭଳିଆ ଗୋଟେ ଧାରଣା ସୃଷ୍ଟି କରିବା ଉଚିତ ନୁହଁ। ସେଇ ଯୋଉ କାର୍ଯ୍ୟ ପାଇଁ ସେ ଗର୍ବିତ, ଏଭଳିଆ ଗୋଟେ ବାହାରେ ହବା ଉଚିତ। ସେ କାର୍ଯ୍ୟ ପାଇଁ ସେ ଦୁଃଖିତ, କିନ୍ତୁ ଗର୍ବିତ ବୋଲି ଯଦି ସେ ବାହାରକୁ ଉପସ୍ଥାପିତ କରିବା ଭଳିଆ କାର୍ଯ୍ୟ କରନ୍ତି, କରିଛୁ ଏଇଠି ଆଉ ମୁଁ ଖ୍ରୀଷ୍ଟିଆନ। ଆପଣଙ୍କର ମତ କଣ? ଆପଣ ତ ଗୋଟେ ଭିନ୍ନ ମତ ରଖନ୍ତି, ଲିବରାଲ କ୍ୟାଟେଗୋରୀରେ ଆପଣ ଆସୁଛନ୍ତି, ଧର୍ମ ପରିବର୍ତ୍ତନ ସତରେ ହଉଛି କି ନାହିଁ ଓଡିଶାରେ? ମୁଁ ଧର୍ମ ପରିବର୍ତ୍ତନ ହଉଛି, କିନ୍ତୁ ଧର୍ମ ପରିବର୍ତ୍ତନ ପାଇଁ ଆଇନ ଓଡିଶାରେ ବହୁତ କଠୋର ଆଇନ ବି ଅଛି। ଧର୍ମ ପରିବର୍ତ୍ତନ ଏତେ ସହଜ ନୁହଁ। ହଉଥିଲା କେମିତି ସେତେବେଳେ? କେତେ ହଉଥିଲା କି ଧର୍ମ ପରିବର୍ତ୍ତନଟା ଗୋଟେ ଡିଫିକଲ୍ଟ। ଏଇ ଯୋଉ ଧର୍ମ ପରିବର୍ତ୍ତନ ହୁଏ, ପୁଣି ଧର୍ମ ପରିବର୍ତ୍ତନ କେତେବେଳେ ଡିଫିକଲ୍ଟ। ଏବେ ନବରଙ୍ଗପୁର ଜାଣିଛନ୍ତି,